ମହାପ୍ରଭୁ ଜଗନ୍ନାଥ ତାଙ୍କର ସଚ୍ଚା ଭକ୍ତକୁ କେବେ ବି ନିରାଶ କରନ୍ତି ନାହିଁ। ତାଙ୍କ ଉପରେ ଭରସା ରଖିଲେ ପଙ୍ଗୁ ବି ଗିରି ଲଙ୍ଘନ କରିପାରେ। କିଛି ଦିନ ପୂର୍ବରୁ ଦେଖାଯାଉଥିଲା ବାପଟିଏ କାନ୍ଦି କାନ୍ଦି ଜଗନ୍ନାଥଙ୍କ ପାଖରେ ନିଜର ପୁଅକୁ ସମର୍ପି ଦେଇଥିଲା। ଯେତେବେଳେ ଡାକ୍ତର ଫେରେଇ ଦେଲା, ନିଜର କୋମାରେ ଥିବା ପୁଅକୁ ମେଡ଼ିକାଲରୁ ଉଠାଇ ଆଣିଥିଲା ବାପ। ସିଂହଦ୍ୱାର ନିକଟରେ ନିଜର ପୁଅକୁ ଶୁଆଇ ଦେଇ କାନ୍ଦି କାନ୍ଦି ଗଡ଼ି ଯାଉଥିବା ବାପଟିର ଦୁଃଖ ଦେଖି ପଣ୍ଡାମାନେ ପତିତ ପାବନଙ୍କର ଛଡ଼ା ତୁଳସୀ ପାଣି ଆଣି ପିଲାଟିର ମୁଣ୍ଡରେ ଛିଞ୍ଚି ଦେଇଥିଲେ। ସେଇଠି ଜଗନ୍ନାଥ ପ୍ରଭୁ ତାଙ୍କର ଚମତ୍କାରିତା ଦେଖାଇଥିଲେ। ଦୀର୍ଘ ଦିନ ହେଲା ପଡ଼ି ରହିଥିବା ନିସ୍ତେଜ ଶରୀର ତାର ସତେଜ ହୋଇ ଉଠିଥିଲା। ବାପର ଭକ୍ତିର ପରାକାଷ୍ଠା ଏବଂ ତାର ବିଶ୍ୱାସ ଆହୁରି ମଜବୁତ ହେଇଥିଲା କି ପ୍ରଭୁ ତାର ଡାକ ଶୁଣିଛନ୍ତି। ଆଉ ତାର ଜିଦ୍ ହେଉଛି ତା ପୁଅ ଠିକ୍ ନ ହେବା ପର୍ଯ୍ୟନ୍ତ ସେ ଶ୍ରୀକ୍ଷେତ୍ର ଛାଡ଼ି ଯିବ ନାହିଁ। ଏବେ ପୁଣି ମହାପ୍ରଭୁ ଜଗନ୍ନାଥ ଦ୍ୱିତୀୟବାର ଚମତ୍କାର କରିଛନ୍ତି। ଦୀର୍ଘ ଦିନ ହେବ ନିସ୍ତେଜ ହୋଇ ପଡ଼ି ରହିଥିବା ପିଲାଟିର ହାତଗୋଡ଼ ଧୀରେ ଧୀରେ କାମ କରିବାକୁ ଲାଗୁଛି। ଯଦି ମହାପ୍ରଭୁ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତି ତେବେ କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ।